ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟର 39 ପଦରେ ଆମେ ଏହିପରି ପାଠ କରୁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ। ଚକ୍ଷୁ ପରିବର୍ତ୍ତେ ଚକ୍ଷୁ ଓ ଦନ୍ତ ପରିବର୍ତ୍ତେ ଦନ୍ତ, ଏହା ତ ଏ ଜଗତର ରୀତି ନୁହଁ କି? ଏଇଠାରେ ଦଣ୍ଡ ରହିଛି, ଦଣ୍ଡର ସୀମା ମଧ୍ୟ ରହିଛି। ଅର୍ଥାତ୍ କୌଣସି ଦଣ୍ଡ ଅପରାଧ ଅପେକ୍ଷା ଅଧିକ ହୋଇ ନପାରେ। ତଥାପି ପ୍ରଭୁ ଶ୍ରୀଖ୍ରୀଷ୍ଟ ନିଷ୍ପାପ, ନିର୍ଦ୍ଦୋଷ, ନିଷ୍କଳଙ୍କ ରହି ସୁଦ୍ଧା ସମଗ୍ର ମାନବ ଜାତିର ପାପର ବୋଝ ଆପେ ବହନ କରି କ୍ରୁଶରେ ସମସ୍ତଙ୍କ ବଦଳରେ ମୃତ୍ୟୁଭୋଗ କଲେ। ବିନା ଦୋଷରେ ସେହି ନିଷ୍ପାପ ବ୍ୟକ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟ ସମଗ୍ର ମାନବ ଜାତିର ପାପର ଦଣ୍ଡ ଯାହା ବର୍ଣ୍ଣନାତୀତ ଥିଲା, ତାହା ସେ ଭୋଗ କଲେ। ପୁଣି ମନୁଷ୍ୟର ପରିତ୍ରାଣର ପଥ ପ୍ରସ୍ତୁତ କଲେ। ତେଣୁ ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ ଏବଂ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସ୍ୱଭାବ ପ୍ରାପ୍ତ ହୁଏ। ଯେପରି ପ୍ରଭୁ ଶ୍ରୀଖ୍ରୀଷ୍ଟ କହନ୍ତି, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ। ଏହାର ଅର୍ଥ ନିଜର ଅପରାଧୀମାନଙ୍କୁ କ୍ଷମା କରିବା, ଯେପରି ପ୍ରଭୁ ଆପଣା ତାଡ଼ନାକାରୀମାନଙ୍କୁ କ୍ଷମା କଲେ। ଯେଉଁମାନେ ତାହାଙ୍କ ଠାରେ ବିଶ୍ୱାସ କଲେ, ସେହି ପାପୀମାନଙ୍କୁ ମଧ୍ୟ ସେ କ୍ଷମା କଲେ। ଆପଣ ମଧ୍ୟ ଯେପରି ଆପଣଙ୍କ ପରିତ୍ରାଣ ଦ୍ୱାରା ସେହିପରି କରିବେ, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।